ଜୟ ଜଗନ୍ନାଥ ପିଲାମାନେ। ମାଟ୍ରିକ ଏକ୍ଜାମରେ ଆସିଥିବା ଇତିହାସ ଓ ଭୂଗୋଳର 50ଟି ଅବଜେକ୍ଟିଭ ପ୍ରଶ୍ନର ଉତ୍ତର ବର୍ତ୍ତମାନ ଆମେ ଡିସ୍କସ୍ କରିନେବା। ତେବେ ଯେଉଁମାନଙ୍କର ସେଟ୍ ଡି ଅଛି ସେମାନେ ନିଶ୍ଚିନ୍ତ ଭାବେ ଚେକ୍ କରିପାରିବେ ଏବଂ ଏହା ସହିତ ଯେଉଁମାନଙ୍କର ସେଟ୍ ଏ ବି ସି ଅଛି ତ ସେମାନେ ମଧ୍ୟ ୟାର ସଠିକ୍ ଆନ୍ସର ପାଇପାରିବେ। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ଏବଂ ତା ପୂର୍ବରୁ କହି ରଖେ କି ଯଦି ତୁମେମାନେ ଚ୍ୟାନେଲରେ ନୂଆ ଥିବ ତେବେ ନିଶ୍ଚିନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିବ। ତେବେ ପ୍ରଥମ କ୍ୱେଶ୍ଚିନ୍ ଦେଖି ନେବା। କ'ଣ ରହିଛି? ନିମ୍ନ ରାଜ୍ୟମାନଙ୍କ ମଧ୍ୟରୁ କେଉଁ ରାଜ୍ୟମାନଙ୍କରେ ବିଧାନ ପରିଷଦ ରହିଛି? ଏହାର ସଠିକ୍ ଆନ୍ସର ଆସିବ ତୁମମାନଙ୍କର ଅପସନ୍ ବି ଆସିବ। ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ। ଯେଉଁମାନେ ଅପସନ୍ ବି କ୍ଲିକ୍ କରିକି ଆସିଛ ସେମାନଙ୍କର 1 ମାର୍କ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 2। ଭାରତର ନିମ୍ନୋକ୍ତ କେଉଁ ପଦ ପାଇଁ ପରୋକ୍ଷ ନିର୍ବାଚନ କରାଯାଏ? ତେବେ ଏହାର ସଠିକ୍ ଆନ୍ସର ଆସିବ ଅପସନ୍ ଡି, ରାଜ୍ୟ ବିଧାନ ପରିଷଦର ସଦସ୍ୟ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 3। ଓଡ଼ିଶା ଗୁଡ୍ ସମରିଟର୍ନ ନୀତି ଅନୁଯାୟୀ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇଲେ କେତେ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି? ଏହାର ସଠିକ୍ ଆନ୍ସର ଆସିବ ଅପସନ୍ ସି, 2000। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 4। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଶୀତଳ ଯୁଦ୍ଧ ସମୟରେ ଭାରତ କେଉଁ ନିର୍ଦ୍ଦିଷ୍ଟ ଦେଶକୁ ସମର୍ଥନ କରିଥିଲା? ସଠିକ୍ ଆନ୍ସର ଆସିବ ସୋଭିଏତ ରୁଷିଆ, ଅପସନ୍ ସି। ଯେଉଁମାନଙ୍କର ଅପସନ୍ ସି ଅଛି ସଠିକ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 5। ଶ୍ରୀଲଙ୍କା ଜନସମୁଦାୟର କେତେ ଶତାଂଶ ଲୋକ ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି? ଅପସନ୍ ଏ ହେଇଯିବ ଏହାର ସଠିକ୍ ଆନ୍ସର 64। ଆୟତନ ଦୃଷ୍ଟିରୁ କେଉଁ ଗଡ଼ଜାତୀୟ କ ଶ୍ରେଣୀଭୁକ୍ତ ନୁହେଁ? ଏହାର ସଠିକ୍ ଆନ୍ସର ଆସିବ ଅପସନ୍ ଡି, ଦଶପଲ୍ଲା। କେଉଁ ମସିହାରୁ ଗୋଆରେ ପର୍ତ୍ତୁଗୀଜ ମାନଙ୍କ ଶାସନ ଆରମ୍ଭ ହେଲା? ତ ସଠିକ୍ ଆନ୍ସର ହେବ 1510। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 8। ତୃତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ ଅବଧି କ'ଣ ଥିଲା? ଅପସନ୍ ସି ରହିବ ଏହାର ସଠିକ୍ ଆନ୍ସର 1961 ରୁ 1966। କ୍ୱେଶ୍ଚିନ୍ ନମ୍ବର 9। ଭାରତରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ କେଉଁଠାରେ ଆରମ୍ଭ କରାଯାଇଥିଲା? ଏହାର ସଠିକ୍ ଆନ୍ସର ରହିବ ଅପସନ୍ ଏ, ଖଡ଼ଗପୁର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 10। ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି? ତ ଏହାର ସମସ୍ତ ଅପସନ୍ ଡି ଯାହାକି 1 2 3 4 ଏହାର ସଠିକ୍ ଆନ୍ସର ରହିଯିବ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 11। ଗାନ୍ଧୀଜୀ ବାରିଷ୍ଟରୀ ପଢ଼ିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ? କେବେ ନା ଅପସନ୍ ବି, ଅକ୍ଟୋବର 1888 ମସିହା। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ଥିଲେ? ଅପସନ୍ ଏ ରହିବ ସଠିକ୍ ଆନ୍ସର ମୌଲାନା ଅବୁଲ କାଲାମ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 13। ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ? ଅପସନ୍ ଡି, ରାମସେ ମ୍ୟାକଡୋନାଲ୍ଡ ଏହାର ସଠିକ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 14। ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ କ'ଣ? ତେବେ ଅପସନ୍ ସି ରହିବ ସଠିକ୍ ଆନ୍ସର ଉତ୍ସବ ମଲ୍ଲିକ। ଇଏ ତୁମର ସଠିକ୍ ଆନ୍ସର। କ୍ୱେଶ୍ଚିନ୍ ନମ୍ବର 15। ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେଉଁ କଲେଜରୁ ଦର୍ଶନ ଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ? ଅପସନ୍ ବି ରହିବ ସଠିକ୍ ଆନ୍ସର ପ୍ରେସିଡେନ୍ସି କଲେଜ। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 16। ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ କେଉଁ ସମ୍ବାଦପତ୍ର ପ୍ରକାଶିତ ହୋଇ ଉତ୍କଳୀୟ ଭାବକୁ ଜାଗ୍ରତ କରିଥିଲା? ତ ଗୌରୀଶଙ୍କର ରାୟ ଏହାର ସଠିକ୍ ଆନ୍ସର ରହିବ ଅପସନ୍ ବି, ଉତ୍କଳ ଦୀପିକା। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ତ ସଠିକ୍ ଆନ୍ସର ହେଇଯିବ ପିଲାମାନେ 1903 ମସିହା ଡିସେମ୍ବର 30 ଏବଂ 31 ତାରିଖରେ କଟକଠାରେ। ଅପସନ୍ ଡି ରହିବ ଏହାର ସଠିକ୍ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 18। କିଏ ମାନ୍ଦ୍ରାଜ ବିଧାନ ପରିଷଦର ସଦସ୍ୟ ଥିଲେ? ତ ଏହାର ସଠିକ୍ ଆନ୍ସର କ'ଣ ହେବ ନା ଅପସନ୍ ଡି ରହିବ ସଠିକ୍ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 19। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ଆସନ ସଂଖ୍ୟା କେତେ ଥିଲା? ତ ସଠିକ୍ ଆନ୍ସର କ'ଣ ହେଇଯିବ ଅପସନ୍ ସି, 60। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 20। 1947 ଜୁନ୍ 27 ତାରିଖରେ ଭାରତ ସରକାର ଦେଶୀୟ ରାଜ୍ୟ ବିଭାଗ ନାମକ ଏକ ନୂତନ ବିଭାଗ ସୃଷ୍ଟି କଲା ପରେ କିଏ ଏହାର ଶାସନ ସଚିବ ହୋଇଥିଲେ? ତ ସଠିକ୍ ଆନ୍ସର କ'ଣ ହେବ ନା ଏହାର ଅପସନ୍ ସି, ଭିପି ମେନନ।
ସଂସ୍କୃତି ଶିକ୍ଷାର ତଦାରଖ ଓ ବିକାଶ ପାଇଁ ସରକାର କେବେ ଓ କେଉଁଠାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କଲେ? ଅପସନ୍ ସି ହେଇଯିବ ଏହାର ସଠିକ୍ ଆନ୍ସର 2000 ମସିହା ଭୁବନେଶ୍ୱର। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 22 ଓଡ଼ିଶାରେ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ କେନ୍ଦ୍ର କେଉଁଠାରେ ଅବସ୍ଥିତ? ଅପସନ୍ ଏ କୌଶଲ୍ୟାଗଙ୍ଗ ଏହାର ହେବ ସଠିକ୍ ଆନ୍ସର। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 23 ବିଂଶ ଶତାବ୍ଦୀରେ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ କୂଳରେ କେଉଁ ଶିଳ୍ପ ପ୍ରତିଷ୍ଠିତ ହୋଇଥିଲା? ଅପସନ୍ ବି ହୋଇଯିବ ଏହାର ସଠିକ୍ ଆନ୍ସର ଫେରୁଆଲାଇଜ୍ କାରଖାନା। କ୍ୱେଶ୍ଚନ ନମ୍ବର 24 ନିମ୍ନ ମଧ୍ୟରୁ କେଉଁଠି ଜାତୀୟ ରାଜପଥ 18? ତ ସଠିକ୍ ଆନ୍ସର ପିଲାମାନେ ଅପସନ୍ ବି ହେଇଯିବ ଝାଡ଼ପୋଖରିଆ ବାରିପଦା ବାଲେଶ୍ୱର 80 କିଲୋମିଟର। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 25 ନିମ୍ନୋକ୍ତ ମଧ୍ୟରୁ କେଉଁ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଅଛି? ତ ସଠିକ୍ ଆନ୍ସର କ'ଣ ନା ଅପସନ୍ ଏ 1 ଓ 2 ଅର୍ଥାତ୍ ଦିଲ୍ଲୀ ଓ ଜାମ୍ମୁ କାଶ୍ମୀର। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 26 ପ୍ରତିବର୍ଷ କେଉଁ ଦିନଟି ବିଶ୍ୱ ଖାଉଟି ଦିବସ ରୂପେ ପାଳିତ ହୋଇଥାଏ? ମାର୍ଚ୍ଚ 15। ନିମ୍ନୋକ୍ତ କେଉଁ ଦେଶରେ ହେକ୍ଟର ପିଛା ଧାନ ଉତ୍ପାଦନ ସର୍ବନିମ୍ନ? ଅପସନ୍ ଏ ଭାରତ। କ୍ୱେଶ୍ଚନ ନମ୍ବର 28 ନିମ୍ନୋକ୍ତ କେଉଁ କ୍ଷେତ୍ରରେ ପ୍ରଚ୍ଛନ୍ନ ବେକାରୀ ଦେଖାଯାଏ? ପ୍ରଚ୍ଛନ୍ନ ବେକାରୀ ଅପସନ୍ ବି କୃଷି କ୍ଷେତ୍ରରେ। ଉଦ୍ୟୋଗ ସୃଷ୍ଟି କରିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ଅପସନ୍ ସି ଉଦ୍ୟୋଗିକି। କ୍ୱେଶ୍ଚନ ନମ୍ବର 30 ଓଡ଼ିଶା ସରକାର କେଉଁ ମସିହାରେ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଶୁଭାରମ୍ଭ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି? ତ ଏହାର ସଠିକ୍ ଆନ୍ସର କ'ଣ ହେବ ନା ଅପସନ୍ ଡି 2022। ଶୀଘ୍ର ପଚିସଢ଼ି ଯାଉଥିବା ଦ୍ରବ୍ୟଗୁଡ଼ିକର ପରିବହନ ପାଇଁ କେଉଁ ମାଧ୍ୟମଟି ଅଧିକ କାର୍ଯ୍ୟକ୍ଷମ? ସଠିକ୍ ଆନ୍ସର ହେବ ସଡ଼କ ପଥ ଅପସନ୍ ଏ। ନିମ୍ନୋକ୍ତ କେତେ ନମ୍ବର ଜାତୀୟ ରାଜପଥଟି ଦୀର୍ଘତମ ଅଟେ? ସଠିକ୍ ଆନ୍ସର କ'ଣ ହେବ ନା ଅପସନ୍ ବି 44 ନମ୍ବର। ବିଶ୍ୱ ପାଣିପାଗ ସଂସ୍ଥାର ରିପୋର୍ଟ ଅନୁଯାୟୀ ନିମ୍ନୋକ୍ତ କେଉଁ ମସିହାରେ ବିଶ୍ୱରେ ସବୁଠାରୁ ଅଧିକ ତାପ ପ୍ରବାହ ହୋଇଥିଲା? ତ ତୁମର ସଠିକ୍ ଆନ୍ସର ଆସିବ ଅପସନ୍ ଡି 2002 ମସିହାରେ। ନିମ୍ନୋକ୍ତ କେଉଁ ବାତ୍ୟାଟି ଉତ୍ତର ଓଡ଼ିଶାରେ 2020 ମସିହା ମେ ମାସରେ ହୋଇଥିଲା? ତ 2020 ପଚାରିଛି ଅପସନ୍ ସି ହେବ ଅମ୍ଫାନ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 35 କେଉଁଟି ଅର୍ଥନିବେଶ ଯୋଜନାର ଅନ୍ତର୍ଗତ ନୁହେଁ? ଅର୍ଥନିବେଶ ଯୋଜନା ସଠିକ୍ ଆନ୍ସର ହେଇଯିବ ଅପସନ୍ ବି ସେବି। କେଉଁ ସମ୍ବଳଟି ବିକାଶ ସ୍ତର ଅନୁସାରେ ଗ୍ରହଣ ଯୋଗ୍ୟ ନୁହେଁ? ତାର ସଠିକ୍ ଆନ୍ସର ହେବ ଅପସନ୍ ଡି ବ୍ୟକ୍ତିଗତ। ଭାରତର କେଉଁ ରାଜ୍ୟରେ ଥିବା ସର୍ବାଧିକ ଚାରଣ ଭୂମିରେ ମୁଖ୍ୟତଃ ପଶୁପାଳନ କରାଯାଏ? ଅପସନ୍ ସି ହେଇଯିବ ସଠିକ୍ ଆନ୍ସର। ଯେଉଁମାନେ ଅପସନ୍ ସି କ୍ଲିକ୍ କରିକି ଆସିଛ ସେମାନଙ୍କର 1 ମାର୍କ। ହିମାଚଳ ପ୍ରଦେଶ। କ୍ୱେଶ୍ଚନ ନମ୍ବର 38 ନିମ୍ନୋକ୍ତ କେଉଁ ଦୁଇଟି ରାଜ୍ୟରେ ଚୋଷ ଦୁର୍ଗମ ଭୂମି ଦେଖାଯାଏ? ତ ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ବି ହେବ ପଞ୍ଜାବ ଓ ଉତ୍ତରପ୍ରଦେଶ। କେଉଁ ପ୍ରକାର ଅରଣ୍ୟକୁ ଦକ୍ଷିଣ ଭାରତର ସ୍ଥାନୀୟ ଭାବେ ସୋଲାସ୍ କୁହାଯାଏ? ତ ସଠିକ୍ ଆନ୍ସର ରହିବ ଅପସନ୍ ବି ନାତିଶୀତୋଷ୍ଣ ପାର୍ବତ୍ୟ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 40 ଦକ୍ଷିଣ ଭାରତରେ ଦେଖାଯାଉଥିବା ସିଂହ ଲାଞ୍ଜ ବିଶିଷ୍ଟ ହନୁ ମାଙ୍କଡ଼ ନିମ୍ନୋକ୍ତ କେଉଁ ଜାତିର ପ୍ରାଣୀ? ଅପସନ୍ ବି ବିପଦଗ୍ରସ୍ତ ଜାତି। ରାଜ୍ୟ ଓ ଆଣବିକ ଶକ୍ତି କେନ୍ଦ୍ର ମଧ୍ୟରେ ଥିବା ସମ୍ପର୍କ ଦୃଷ୍ଟିରୁ କେଉଁ ଯୋଡ଼ିଟି ଠିକ୍ ନୁହେଁ? ତ ଠିକ୍ ନୁହେଁ ପଚାରିଛି ଗୁଜରାଟର କାକ୍ରାବରା, କର୍ଣ୍ଣାଟକର କାଇଗା, ତାମିଲନାଡୁର ରାୟଭଟ୍ଟା କିନ୍ତୁ ମହାରାଷ୍ଟ୍ରର ଜୈତାପୁର ନୁହଁ। ତ ସଠିକ୍ ଆନ୍ସର ଅପସନ୍ ଏ ହେଇଯିବ। ଦେନ୍ ଦେଖିବା କ୍ୱେଶ୍ଚନ ନମ୍ବର 42 କେଉଁ ପ୍ରକାର କୃଷି ଜନସଂଖ୍ୟା କମ୍ ଓ ଅଧିକ ଚାଷ ଉପଯୋଗୀ ଜମି ଥିବା ବିସ୍ତୃତ ଅଞ୍ଚଳରେ କରାଯାଏ? ତ ସଠିକ୍ ଆନ୍ସର କ'ଣ ହେବ ନା ଏହାର ପ୍ରୟୋଜନ ଭିତ୍ତିକ ଅପସନ୍ ସି ହେବ ସଠିକ୍ ଆନ୍ସର। ରାଜ୍ୟ ଏବଂ ଫଳ ଉତ୍ପାଦନ ସମ୍ପର୍କ ଦୃଷ୍ଟିରୁ କେଉଁ ଯୋଡ଼ିଟି ଠିକ୍ ନୁହେଁ? ସଠିକ୍ ଆନ୍ସର ତାମିଲନାଡୁ ଲିଚୁ ଅପସନ୍ ଏ ରହିବ ସଠିକ୍ ଆନ୍ସର। କ୍ୱେଶ୍ଚନ ନମ୍ବର 44 ଭାରତରେ ଆଧୁନିକ ଲୌହ ଶିଳ୍ପର ଭିତ୍ତିପ୍ରସ୍ତର ନିମ୍ନୋକ୍ତ କେଉଁଠାରେ ସ୍ଥାପିତ ହୋଇଥିଲା? ଟାଟା ଜାମସେଦପୁର ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର। ନେପାନଗର ସହିତ ସମ୍ବାଦପତ୍ର ଛପା କାଗଜ କଳର ଯେଉଁ ସମ୍ପର୍କ ରେନୁକୁଟ ସହିତ କେଉଁ ଶିଳ୍ପର ସେହି ସମ୍ପର୍କ ରହିଛି? ତ ଏହାର ସଠିକ୍ ଆନ୍ସର କ'ଣ ହେବ ନା ଆଲୁମିନିୟମ ଅପସନ୍ ବି ହେବ ସଠିକ୍ ଆନ୍ସର। ନିମ୍ନୋକ୍ତ କେଉଁ ରାଜ୍ୟ ଗୋଦାବରୀ ନଦୀ ଜଳ ବିବାଦର ଅନ୍ତର୍ଭୁକ୍ତ ନୁହେଁ ବା ଅନ୍ତର୍ଗତ
ନୁହେଁ। ତ ସଠିକ୍ ଆନ୍ସର ରହିବ ତୁମମାନଙ୍କର ଅପସନ୍ ସି ଛତିଶଗଡ଼। ନିମ୍ନୋକ୍ତ କେଉଁ ନଦୀ ସହ ଗାନ୍ଧୀ ସାଗର ନଦୀବନ୍ଧ ଯୋଜନା ସମ୍ପୃକ୍ତ? ତ ଗାନ୍ଧୀ ସାଗର ଅପସନ୍ ବି ହେବ ଚମ୍ବଲ। ଅଭ୍ର ବୈଦ୍ୟୁତିକ ଶିଳ୍ପ, ଦେନ୍ ଇସ୍ପାତ ଶିଳ୍ପ ଯଦି ଆମେ ଦେଖିବା ତାହେଲେ ତମର ଆସିବ ଅପସନ୍ ସି ବକ୍ସାଇଟ୍। ନିମ୍ନୋକ୍ତ କେଉଁ ଖଣିଜଟି ସମୁଦ୍ର ଶଯ୍ୟାରେ ପ୍ରଚୁର ପରିମାଣରେ ମହଜୁଦ ଅଛି? ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର ମାଙ୍ଗାନିଜ ଗୁଟିକା। ଦେନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 50। ଶକ୍ତି ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶାର କେଉଁ ସ୍ଥାନଟି ଅନ୍ୟ ତିନୋଟି ଠାରୁ ଭିନ୍ନ? ତ ଏହାର ସଠିକ୍ ଆନ୍ସର ହେବ ତୁମମାନଙ୍କର ଅପସନ୍ ସି କଣିହା। କାହିଁକି ନା କଣିହା ତାପଜ ବିଦ୍ୟୁତ କେନ୍ଦ୍ର ଏନଟିପିସି ନ୍ୟାସନାଲ ଥର୍ମାଲ ପାୱାର ଷ୍ଟେସନ। ଦେନ୍ ରହିଲା ତମର ହୀରାକୁଦ ଇଏ ହାଇଡ୍ରୋ ପ୍ରୋଜେକ୍ଟ, ବାଲିମେଳା ମଧ୍ୟ ହାଇଡ୍ରୋ ପ୍ରୋଜେକ୍ଟ, ମାଛକୁଣ୍ଡ ମଧ୍ୟ ହାଇଡ୍ରୋ ପ୍ରୋଜେକ୍ଟ, ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ। ବଟ କଣିହା ତମମାନଙ୍କର ଜଣ ନା ତାପଜ ବିଦ୍ୟୁତ କେନ୍ଦ୍ର। ତ ଇଏ ଥିଲା ତମମାନଙ୍କର ପିଲେ 50ଟି କ୍ୱେଶ୍ଚିନ୍ ର ଆନ୍ସର। ତୁମମାନେ ସବୁ ଚେକ୍ କରିନେବ କି ତୁମର କେତୋଟି କ୍ୱେଶ୍ଚିନ୍ ଆନ୍ସର ସଠିକ୍ ଥିଲା ଏବଂ ଯଦି ବି କୌଣସି କ୍ୱେଶ୍ଚିନ୍ ଡାଉଟ୍ ଆସିଲା ତେବେ ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବେ। ଥ୍ୟାଙ୍କ ୟୁ ଫର ୱାଚିଂ।